ନାହିଁ 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 ମ ଏ ଓଡ଼ିଶା ଏଠାରେ ଏମିତି ହୁଏନି। କାହିଁକି ଆପଣମାନେ ଏଇ ଯେଉଁ ନୂଆପଡ଼ା ରାଜନୀତିକି ସବୁ ଏମିତିକା କରୁଛନ୍ତି? ଧେ ଆପଣ ବୁଝିପାରୁନାହାନ୍ତି। ସେକାଳ ପଖାଳ ଆଉ ନାହିଁ। ଏବେ ଲୋକ ଜାଣିଗଲେଣି ନେତା କ'ଣ ଆଉ କର୍ମୀ କ'ଣ ଆଉ ଆମ ନିର୍ବାଚନ ମଣ୍ଡଳୀ କ'ଣ। ସେକାଳ ପଖାଳ ଆଉ ନାହିଁ। ମାଛ ମାଂସ ମଦ ଟଙ୍କା କିଛି କାମ କରିବନି। କାହିଁକି ନା ମୁଁ ଏବେ ଦେଖୁଥିଲି ଫୋକସ୍ ପ୍ଲସ୍ରେ ଗୋଟେ ଦେଉଥାଏ, ମାନେ ଆଜିର 11 ଘଣ୍ଟାର ତଳର ନ୍ୟୁଜ୍, ଯେଉଁଟାକି କ'ଣ ନା ଯାଇକି ନେତାମାନେ ସେଠି ପିକନିକ୍ କରୁଛନ୍ତି। ଗୋଟେ ସୁଯୋଗ ମିଳିଯାଇଛି ନା, ତାକୁ ସେଇ ନୂଆପଡ଼ାବାସୀ ସମସ୍ତେ ଭୋଟରମାନେ ଦେଖୁଛନ୍ତି। ପ୍ରକୃତ କିଏ ଉପଯୁକ୍ତ ପ୍ରାର୍ଥୀ ସେମାନେ ନିଶ୍ଚୟ ବିଚାର କରି ଭୋଟ ଦେବେ। ଆଉ ଗୋଟିଏ ଜିନିଷ, ଆରେ ବାବୁ, ନେତାମାନେ ମନ୍ତ୍ରୀମାନେ କ'ଣ ଭୁବନେଶ୍ୱରରେ ଥିବାବେଳେ ମଟନ ଚିକେନ ଦେଶୀ କୁକୁଡ଼ା ପାଉନଥିଲେ? ସେଇ ନୂଆପଡ଼ାରେ ସବୁ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ତ ଫୋକସ୍ ପ୍ଲସ୍ରେ କହୁଛି ବାରମ୍ବାର କ'ଣ ନା ଗୋଟେ ପିକନିକ୍ ହେଇଯାଇଛି, ପିକନିକ୍ ସ୍ପଟ୍ ହେଇଯାଇଛି। କାହିଁକି ଆପଣମାନେ ଏମିତି କରୁଛନ୍ତି? କେତେ କେତେ ଅର୍ଥ ରାଶି ସବୁ ଖର୍ଚ୍ଚ ହେଉଛି। କେତେ କମେଇଥିଲ, କେତେ ରୋଜଗାର କରିଥିଲ, କେତେ ଖର୍ଚ୍ଚ କରୁଛ। ଲୋକ ୟାର ବିଚାର ନିଶ୍ଚୟ କରିବେ। ଆଉ ଆପଣମାନଙ୍କୁ ଉଚିତ ନ୍ୟାୟର ଭୋଟ ଆପଣମାନଙ୍କୁ ଦେବେ। ଆଉ ଆପଣମାନେ କିଏ ଜିତିବେ କିଏ ହାରିବେ ସମୟ ତ କହିବ। କାହିଁକି ସବୁ ଏମିତି ହେଉଛ ମ? ଧେ ଆରେ ଏ କ'ଣ ନୂଆପଡ଼ାର ଖାଲି ନିର୍ବାଚନ ହେଉଛି ନା ଓଡ଼ିଶାର ନିର୍ବାଚନ ଭଳି ଲାଗୁଛି ମ? ମାନେ ଯେମିତିକି 30 ଜିଲ୍ଲାର ନିର୍ବାଚନ ହେଲା ଭଳି ଲାଗୁଛି ନୂଆପଡ଼ାଟା। କାହିଁକି ଆପଣମାନେ ସବୁ ଏମିତି କରୁଛନ୍ତି? ଲୋକ ଠିକ୍ ଉଚିତ ବିଚାର କରିବେ ଆଉ ଭୋଟ ଦେବେ। ଆପଣମାନେ ଯିଏ ଜିତିବା କଥା ଜିତିବେ। ଆଉ ସେକାଳ ପଖାଳ ନାହିଁ। ମଦ ମାଛ ମାଂସ ଟଙ୍କା ଲୋକ ନେଇଯିବେ ଆଉ ଡ୍ୟାସ୍ ମାରିଦେବେ। କାହିଁକି ଏମିତି ହେଉଛ? ଧେ ନାହିଁ 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 ମୁଁ ଓଡ଼ିଶା ଏଠାରେ ଏମିତି ସବୁ ହୁଏନି। ଜମା କରନି। ସେକାଳ ପଖାଳ ଆଉ ନାହିଁ। ଲାଇକ୍ ସେୟାର ସବସ୍କ୍ରାଇବ୍ କର। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। ମୁଁ ଆପଣମାନଙ୍କୁ କହୁଛି, ଆପଣମାନେ ସମସ୍ତେ ସଚେତନ ହୁଅନ୍ତୁ। ଧେ